ଭଲ କଥା ଛୁଆ ମନେ ରଖ। ଆଜି ଆଲୋଚନା କରିବା ଗାଲୁଆ ଭକତ ସାବଧାନ। ଅଣାକରୁ ଯେ ଫେରିଲା ସେ ଅଣାକ୍ଷର ବୁଝି ହଉଛି ନା। ସେମିତି ଅଣାକାର ପୁରୁଷଙ୍କ ଭଜନ ହଉଛି ମୁଖ୍ୟ, ତାକୁ କେହି ଭଜନ କରିପାରନ୍ତି ନାହିଁ। କହନ୍ତି ନାଇଁ ତୁ କିସ ଭଜିବୁ ମନ ସେ ତ ଭଜୁ ଅଛି ରେ, ତୋ ଭଜିବାକୁ ବେଳ ଆଉ ନାହିଁ କିଛି। ତମେ କଣ ଭଜନ ଭଜିବ? ସିଏ ତା ଭଜନକୁ ଭଜନ ଥିବ ସର୍ବଦା ଭଜୁଛି। କେବଳ ଅନୁଭବ କରିବା, ସେ କଣ ଭଜୁଛି ତାକୁ ଅନୁଭବ କରିବା ଆମମାନଙ୍କର କର୍ତ୍ତବ୍ୟ। ସେଥିପାଇଁ ଠାକୁର ଅଭିରାମ ପରମହଂସ କହନ୍ତି, କହେ ଅଭିରାମ ଭାଇ ଅନୁଭବ ଗୋଟି ସତ୍ୟ କଣ। ଅନୁଭବ କର, ସିଏ ତମ ପାଇଁ ସତ୍ୟ ହବ। ଇଏ କହିବା ବୋଲିଆ ଆଖି ତରାଟିଆ ଧ୍ୟାନ ନେଉଛି, ମୁଖ ବାଚାଳିଆ ଜ୍ଞାନ ନୁହଁ। କହିଲେ ଶୂନ୍ୟ ଭଜନକୁ ଯୋଜନ କରିବ, ଅଣାକାର ଭଜନକୁ ଯୋଜନ କରିବ, ଅଣାକ୍ଷର ଭଜନକୁ ଯୋଜନ କରିବ, ସେ ହେବେ ଭକତେ ଗଣ। ଅଣାକ୍ଷର ତମେ ଯନ୍ତ୍ର କାଟି ଦଉଛ, ଅଜରେ ଆକାର ଦେଇ ଦଉଛ, ହତୁକାର ଦେଇ ଦଉଛ, ହତୁକାର ଦେଇ ଦଉଛ, ଏକାର ଦେଇ ଦଉଛ, ଅନୁସାର ଦେଇ ଦଉଛ, ଠିକ ନା ଭୁଲ? ଶବ୍ଦକୁ ଅକ୍ଷରରେ କଣ ହେଇଛି? ରୂପାନ୍ତରିତ କରାହେଇଛି। ଏ ଯୋଉ ଧିଏରେ ଯୋଉ 4ଟି ମାତ୍ରା ଦିଆହେଲା, ଏ 5 ମାତ୍ରା ଅନୁସାରଟା ଦିଆହେଇଛି ଅଙ୍ଗ ଧିଏରେ, ଏ ଯୋଉ 5 ମାତ୍ରା ରହିବେ, ତାକୁ ସବୁ ମିଶେଇଲେ ଗୋଟିଏ ଶବ୍ଦ ହବ। ସେ ଶବ୍ଦକୁ ଯିଏ ବାରିବ ସିଏ ଜାଣିବ ଶୂନ୍ୟ ଶବ୍ଦର ଶୂନ୍ୟ ଭଜନର ମହତ୍ଵ। ଏଥର ବୁଝିପାରିଲେ ନା ବୁଝିପାରିଲେନି? ଆରେ ଆମ ଧିଏରେ 50 କହନ୍ତି ନାଇଁ ଷଡ଼ ଚକ୍ର ମଧ୍ୟ 50 ଅକ୍ଷରେ ତୈଳ ହର ଗିରିଜା। ଧିଏରେ 50 ଅକ୍ଷର ଅଛି, କାଟିଦେଲେ କଣ ଅକ୍ଷର ବାହାରୁଛି? ପେଟ ଭିତରେ କାଟିଦେଲେ ଅକ୍ଷର ଗୁଡା ବାହାରିବ? ବାହାରିବନି। ମାନେ ସେଇ ସ୍ଥାନରେ ଯୋଉ ଶବ୍ଦ ଉଚ୍ଚାରଣ ହୁଏ ତାକୁ ଅକ୍ଷରରେ କଣ ରୂପାନ୍ତରିତ କରାଯାଏ। ତେଣୁ 50 ଅକ୍ଷରର ଯେତେବେଳେ କୁମ୍ଭକରେ ସବୁ ଯାକ ମିଶୁଛି, ନାକ ବାଟେ ହଂସ ହଂସ କରି କଣ ହଉଛି? ଶବ୍ଦ କରୁଛି। 50 ଅକ୍ଷର 50 ଶବ୍ଦ ମିଶିଲେ ଗୋଟେ ଶବ୍ଦ ହଉଛି ନା ନାଇଁ? ଏମିତି 5ଟା ଅକ୍ଷର 5ଟା ଶବ୍ଦ ମିଶିଲେ ଗୋଟେ ଶବ୍ଦ ହବ। ତେଣୁ ତାକୁ ଯିଏ ଜାଣିଥିବ ସେ ଭକ୍ତରେ ଗଣା। ଅଧରେ ଆକାର ଦେଲେ ଆ ବିରି କଣ ଆମେ ଜାଣିନୁ କି? ଅଧରେ ହସି ଦେଲେ ଅଇ କଣ ଆମେ ଜାଣିନଥିଲେ କି? ଠିକ ନା? ତେଣୁ 5ଟା ଅକ୍ଷର ଯୋଉ ମାତ୍ରା ଅକ୍ଷର ଅଧରେ ମିଶିଲେ କଣ ଗୋଟିଏ ଶବ୍ଦ ଉଚ୍ଚାରଣ ହବ, 5ଟା ହବନି। ସେଥିପାଇଁ କହୁଛନ୍ତି ଗୁରୁ ଦେଲେ ଗୋଟିଏ, ଶିଷ୍ୟ କରେ କୋଟିଏ। ଯିଏ କହିବ ସେ ଭକ୍ତର ପଦରେ କଣ ହଉଛି? କୋଟି କୋଟି ଶରଣ। ସେ ବାସ୍ତବ ମତରେ ତତ୍ତ୍ୱବାଦୀ ଭକ୍ତ ହେଇଛି। ଆଉ ଯାହାର ଅନୁଭବ ନଥିବ ଖାଲି କହିବ, ସେ କଣ ତତ୍ତ୍ୱବାଦୀ? ସେ ପଣ୍ଡିତରେ ଗଣା ହବ। ପଣ୍ଡିତରେ ନୁହଁ, ପାଲା ବୁଲା ପାଲା ଗାଉଛନ୍ତି, ସବୁ ଅଳଙ୍କାର ଦେଇ ଦଉଛନ୍ତି, ବୁଝେଇ ଦଉଛନ୍ତି ଯେ ମାନେ ପଣ୍ଡିତ। କହିବାଟା ହଉଛି ପଣ୍ଡିତ, ଅନୁଭବ ପ୍ରାକ୍ଟିକାଲଟା କରି ହଉଛନ୍ତି କଣ ଜ୍ଞାନୀ। ହେଲା। ତାପରେ କହିଲେ ଏକ ଜିନିଷ ନାମ କେହି ନ ଜାଣିବେ ନିଜ ନାମ କାରବାର, ନ ଜାଣିଲା ଲୋକ ଖପରେ ପଡିବେ, ଦମ୍ବ ଖମ୍ବ ହେବ ଚିର। ସମସ୍ତେ ଜାଣିଛନ୍ତି କଣ? 16 ନାମ 32 ଅକ୍ଷର। ହଁ କି ନାହିଁ? ହରେ ରାମ କୃଷ୍ଣ ଶ୍ୟାମ ଶ୍ରୀଂ କ୍ଲିଂ ଶ୍ରୀଂ ଦାମ, ନନ୍ଦ କନ୍ଦ ଦୀନ ଧର୍ମ, ସାଧୁ ମଧ୍ୟ ନାମ କର। ଏଟା ବାସ୍ତବ ମତରେ ମୂଳ। ତାପରେ କିଛି ଦିନ ଅନ୍ତରେ ଏବେ ଆମ ଗୁରୁ ଭକ୍ତି ଗୀତା ମହାପୁରୁଷଙ୍କର ଗୋଟେ ବାହାରୁଛି, ତା ଦେହରେ ପ୍ରିଣ୍ଟ ଆସୁଛି, ହରେ ରାମ କୃଷ୍ଣ ଶ୍ୟାମ ପରାରମା କାମ ଦାମ, ନନ୍ଦ କନ୍ଦ ଦୀନ ଧର୍ମ, ସାଧୁ ମଧ୍ୟ ନାମ। ହିଳିଂ ଶିଳିଂ କ୍ଲିଂ ହଉ କି ପରାରମା କାମ ହଉ, ସେଥିରେ ଆମର କିଛି ଆସେ। 16 ନାମକୁ 32 ଅକ୍ଷର ଆମେ ସମସ୍ତେ ଜାଣିଛୁ। ଚୈତନ୍ୟ ମହାପ୍ରଭୁ କଣ କଲେ? 16 ନାମରୁ 3 ନାମ ଆଇଲେ, ହରେ ରାମ କୃଷ୍ଣ ଆଣିକି ମହାମନ୍ତ୍ର ସେଠି ସେ ସୃଷ୍ଟି କଲେ। କହନ୍ତି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କିନ୍ତୁ ମୂଳ ହଉଛି 16 ନାମ। କିନ୍ତୁ ମହାପୁରୁଷ ଅଚ୍ୟୁତ ଏଠି କହୁଛନ୍ତି
ନାମ ହଉଛି 21 ନାମ ହେଲା। 16 ନାମ ମନେ ରଖିଥାଅ। ବେଦାନୁ ଅନୁଗତ ଯୋଗୁ ଅନୁଗତ ହଉଛି 16 ନାମ। ଆଉ 5 ନାମ ଗୁରୁଙ୍କ ହାତରେ। 16 5 କେତେ ହେଲା? 21। ତାହେଲେ 21 ନାମ କେହି ନ ଜାଣିବେ ନିଜ ନାମ କାରବାର। କିନ୍ତୁ ଶେଷ ସମୟକୁ ଅନେକ ବ୍ୟକ୍ତି ବାହାରିବେ 21 ନାଁ କଣ ଜାଣିନଥିବେ। ବୁଝି ହଉଛି? ଏ 16 ନାମ ତ ବହିରେ ଲେଖା ସମସ୍ତେ କହିଦେବେ, ହେଲେ 21 ନାଁ କେହି ଜାଣିନଥିବେ। କିନ୍ତୁ ନିଜ ନାଁଟା କଣ କରିବେ? ଭକ୍ତଙ୍କ ଦ୍ୱାରା ମୋ ନାଁଟା ତୁ ଜପ କରୁଥା। ବୁଝିପାରୁଛ ନା? ଭକ୍ତ କଣ କହିବେ? କହିବେ ନିଜ ନାମ କାରବାର। ନିଜ ନାମଟାକୁ ଭକ୍ତକୁ ନିଜେ ଜାଣିନଥିବ। ମହାପୁରୁଷ କହୁଛନ୍ତି 21 ନାଁ ନିଜେ ଜାଣିନଥିବ। ନିଜର ନାମ କଣ ମଧ୍ୟ ନିଜେ ଜାଣିନଥିବ। ମୁଁ ପଚାରିବି ତମ ନାଁ କଣ? ନା ତମେ କହିବ ନଳି। ସିଏ କହିବ ମୋ ନାଁ ହଉଛି କଣ? ଲିପି। ହଁ କି ନାହିଁ? ସିଏ ତାକୁ ପଚାରିଲେ ସେ କହିବ ମୋ ନାଁ ଅକ୍ଷି। ତମ ନାଁ କଣ? ଅକ୍ଷି। ତମ ନାଁ କଣ? ନଳିନୀ। ତମ ନାଁ କଣ? ଲିପି। ଶରୀରର ନାଁ ହଉଛି କଣ? ନଳିନୀ ବା ଲିଟୁ ବା ଅକ୍ଷି। କାହାର ନାଁ? ଶରୀରର ନାଁ। ମଣିଷ ଯେତେବେଳେ ଧରାଯାଏ ଆମେ ଯିବ ଶରୀର ଆମର ଗୋଟେ ନାଁ ଅଛି। ଆମେ ମରିବା, ମାଟିରେ ପୋଡା ହେଇଯିବା, ସେତେବେଳକୁ ଆମେ କିଏ ଥିବା କି? ଏ ଶରୀର ଥିବ କି? ଶରୀର ନଥିବ। ପୋଡି ଦେଲେ ନାଁ ନିଭିଗଲା। 12 ଦିନ ଯିବ, 14 ମେଳା ହେଇଗଲେ ଲୋକ ଖାଇ ପିଇ ଦେଇ ଝାଡା ବସିଗଲେ, ସେ କଥା ବୁଝିଗଲେ। 14 ମେଳା ପର୍ଯ୍ୟନ୍ତ ଆରେ ଅମୁକ ଲୋକଟା ମରିଗଲା, ଆଜି 14 ମେଳା। ତାପରେ ସେଠୁ ଜମି ବଣ୍ଟା ବଣ୍ଟି ଝଗଡା ଝଗଡି ପୁଅ ଝିଅ ଭିତରେ ମଧ୍ୟ ଭାଗ ନବାକୁ ବାଡିଆ ପିଟା ସେଠୁ ଆରମ୍ଭ ହେଇଯିବ। ଆଉ ବାପା ନାଁ ସେଇଠୁ ଭୁଲିଗଲା। ତାହେଲେ ନିଜ ନାଁ କଣ ନିମରେ? ନାମଟି ଅମର ଶୂନ୍ୟ ମାର୍ଗେ ଘର, ନାମଟି ନିରତେ ଥାଇ, ଚିହ୍ନିଥିବା ପ୍ରାଣୀ ଭବୁ ଯାଏ ତରି, ଏ ବାଣୀ ଅନ୍ୟଥା ନୋଟି। ଆମର ଗୋଟେ ସ୍ୱତନ୍ତ୍ର ନାମ ଅଛି। ଫିଙ୍ଗର ପ୍ରିଣ୍ଟଟା ଆମେ ଦଉଛେ ଶରୀରର। କାହାର? ଶରୀର ନାଁ ହଉଛି ନଳିନୀ। ନଳିନୀ ଫିଙ୍ଗର ପ୍ରିଣ୍ଟ ଦେଲା, କିନ୍ତୁ ସେ ନାମର ଫିଙ୍ଗର ପ୍ରିଣ୍ଟ ନାହିଁ। ତେଣୁକରି କୁହନ୍ତି ସ୍ଥୂଳ ଶରୀର, ସୂକ୍ଷ୍ମ ଶରୀର, କାରଣ ଶରୀର, ବିଧାନ ଶରୀର, ନିଧାନ ଶରୀର। ଇଏ ପଞ୍ଚତତ୍ଵ ପଞ୍ଚ ଜ୍ଞାନ ଜାଣିଥିଲେ ଦେବଦେବ ମହାଦେବ। ନମିଷା ଅରଣ୍ୟରେ ପଞ୍ଚ ଜ୍ଞାନ କହିଲେ କିଏ? ସେ ପାର୍ବତୀକୁ ଶିବ କହୁଛନ୍ତି। ପାର୍ବତୀ 3ଟି ଜ୍ଞାନ ଜାଣିଛନ୍ତି, ସୁଖଦେବ 2ଟି ଜ୍ଞାନ ଜାଣିଲେ। ସ୍ଥୂଳ ସୁଖ ଜାଣିଲେ କିଏ? ସେ ସୁଖଦେବ। ତେଣୁ ସୁଖଦେବ ସେତିକି ରହିଗଲେ କଣ? ମହାଜ୍ଞାନୀ। ଯଦି 5ଟାକ ଜ୍ଞାନ ଜାଣିଥାନ୍ତେ ସେ ଦ୍ୱିତୀୟ ଶିବ ହେଇଯାଇଥାନ୍ତେ। ବୋଲାନ୍ତେ ଗୋଆ। ମହାପୁରୁଷ କହିଲେ 21 ନାମ କେହି ନ ଜାଣିବେ ନିଜ ନାମ କାରବାର। କହିଲେ 21 ନାମ କେହି ଜାଣିବେ ନାଇଁ। ନିଜ ନାମକୁ କଳିରେ ହେ ରାମ ଲୋକମାନେ ଜାତିକି ଚେଲା କରିକି ଦେବେ। ନ ଜାଣିଲା ଲୋକ ଖପର ପଡିବେ, ଦମ୍ଭ ଖମ୍ବ ହେବ। ଯେତେବେଳେ ଯୋଗମାୟା ପରୀକ୍ଷା କରିବେ, ଏମାନଙ୍କର ଦମ୍ଭ ରହିବ ନାହିଁ, ଖର୍ବ ମଧ୍ୟ ରହିବ ନାହିଁ। ଦମ୍ଭ ବୋଲନ୍ତେ ଗର୍ବ, ଖମ୍ବ ବୋଲନ୍ତେ ଅହଙ୍କାର। ତାଙ୍କର ଦମ୍ଭ ଅହଙ୍କାର ଶୂନ୍ୟ ହେଇଯିବ। କାହା ଆଗରେ? ଯୋଗମାୟା ଆଗରେ। କଣ ଶୂନ୍ୟ ହେଇଯିବ? ଦି ପ୍ରକାର ଅର୍ଥ ଆସିବ। ଇଏ ମା କୋଳରେ ପୁଅ ହେଇନଥିବେ, ତେଣୁ ଯୋଗମାୟା ଖାଇବେ। ଦ୍ୱିତୀୟ ଆସିବ ସଂହାର ଲୀଳା ହେବେ, କୋଉଠି ଗାଡି ଧକ୍କାରେ ମରିବେ, ମାନେ ଅକସ୍ମାତ ମୃତ୍ୟୁ ହେଇଯିବେ। ଯୋଗମାୟାଙ୍କ ବେଳେ ସୁଇସାଇଡ୍ କରିବେ, ମାନେ ଏମିତି ଯିବେ। ଆଉ ଏଥର ବୁଝିପାରିଲେ ନା? ବୁଝିପାରିଲେ? ତେଣୁ ଏଇ ଯୋଉ ଗାଲୁଆ ମାଲୁଆ ଯୋଉ ସବୁ ଅଛନ୍ତି,
ବହୁତ ହେଇ ମହାପୁରୁଷ ସେତେବେଳେ କହିଥିଲେ, ବର୍ତ୍ତମାନ ବାହାରିଗଲେଣି ବହୁତ। ଏମାନଙ୍କର ବିନାଶ ସମୟ ଖୁବ୍ ନିକଟତର, ଆଉ ବେଶୀ ଦିନ ନୁହଁ। ଜୟ ଜଗନ୍ନାଥ। ତମ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗୋପାଳ ହରି।